କଲନ୍ତରା ପୋଲିସ ଷ୍ଟେସନ ଅନ୍ତର୍ଗତ ତାମଣାଘାଟି ଏରିଆରେ କିଛି ଅସାମାଜିକ ଗ୍ୟାଙ୍ଗ ଅଛନ୍ତି। ସେମାନେ ସେଇ ଏରିଆ ଲୋକଙ୍କୁ ଦାଦାବଟି ମାଗୁଛି ବୋଲି ଅଭିଯୋଗ ଆସିଥିଲା। ସେଇ ମାମଲାରେ ଗୋଟେ ଗଲନ୍ତରା ପୋଲିସ ଷ୍ଟେସନରେ 24 ତାରିଖରେ ଗୋଟେ ଏଫଆଇଆର ରେଜିଷ୍ଟର ହେଇଥିଲା। ଦାଦାବଟି ବନ୍ଧୁକ ଦେଖେଇକି ଡରେଇକି ଦାଦାବଟି ମାଗୁଛନ୍ତି ବୋଲି ଏଫଆଇଆର ରେଜିଷ୍ଟର ହେଇଥିଲା। ସେଇ ଏଫଆଇଆର ରେ 24 ତାରିଖରେ ଚାରିଟା ଆଣ୍ଟି ସୋସିଆଲ୍ସ ପାଣ୍ଡାଗୌଡ଼, ଚେରୁଗୌଡ଼, ନୀଳମାଧବ ଗୌଡ଼, ନୀତିକେଶନ ବିଷୟ ବୋଲି 4 ଜଣ ଆକ୍ୟୁଜ୍ଡ ଯେଉଁମାନେ ନାଁରେ ବ୍ରହ୍ମପୁର ଜିଲ୍ଲାରେ ବିଭିନ୍ନ ଥାନାରେ ଏଫଆଇଆର ହେଇଛନ୍ତି। ଆଗରୁ ଆରେଷ୍ଟ ହେଇକି ଜେଲ୍ ମଧ୍ୟ ଥିଲେ। ବର୍ତ୍ତମାନ ସମସ୍ତ କୋର୍ଟ ବେଲ୍ରେ ସେମାନେ ଅଛନ୍ତି। ତାଙ୍କର କେସ୍ ଟ୍ରାଏଲ୍ ଚାଲିଛି। ସେମାନେ ସମସ୍ତ ଆରେଷ୍ଟ ହେଇଥିଲେ। ଆମର ଗଲନ୍ତରା ପୋଲିସ ସେମାନଙ୍କୁ ଆରେଷ୍ଟ କରିଥିଲେ। ତାଙ୍କଠୁ ସେଦିନ ଦୁଇଟା ଖାଣ୍ଟା ଖାତି ମଧ୍ୟ ଜବତ ହେଇଥିଲା। ତାପରେ ସେ ଦିନଠୁ ତାଙ୍କର ଗ୍ୟାଙ୍ଗରେ ଆଉ ବାକି ଲୋକଙ୍କୁ ଖୋଜିକି ଆମର ଡିଏସ୍ପି ବିବେକ ତାଙ୍କର ଲିଡରସିପ୍ରେ ଗଲନ୍ତରା ପୋଲିସ ଟିମ୍ କଣ୍ଟିନ୍ୟୁଅସଲି ଟ୍ରାକ୍ କରିକି ରହୁଥିଲେ। ତ ସେତେବେଳେ ଆଜି ଭୋରରେ ଖବର ଆସିଥିଲା ସେମାନେ ଆସୁଛନ୍ତି, ଯେମିତି ହେଲେ ବି ତାମଣା ଛକ ପାଖକୁ ସେମାନେ ପହଞ୍ଚିବେ ବୋଲି ଆମ ପାଖରେ ଖବର ଥିଲା। ସେଇ ବେସିସ୍ରେ ପୋଲିସ ଟିମ୍ ସେଠି ଚେକିଂ କରୁଥିଲେ, ଆଉ ଗୋଟେ ଟିମ୍ ମଧ୍ୟ ଫଲୋ କରୁଥିଲେ। ସେତେବେଳେ ଆଜି ଆଉ ଗୋଟେ ଆକ୍ୟୁଜ୍ଡ ବୁଡୁ ଦାସ ଆଉ ଗୋଟେ 17 ବୟସର ଗୋଟେ ଜୁନିୟର, ଏଇ ଦୁଇ ଲୋକଙ୍କୁ ପୋଲିସ ପାଇଲେ। ତାଙ୍କଠୁ ଏଇ ଯୋଉ ବନ୍ଧୁକ ଆପଣ ଦେଖୁଛନ୍ତି 4ଟା ବନ୍ଧୁକ ଯାକ ତାଙ୍କଠୁ ଜବତ ହେଇଛି। 2ଟା ରାଇଫଲ ଆଉ 2ଟା ପିଷ୍ଟଲ, ସେଇ 2ଟା ପିଷ୍ଟଲ ସଙ୍ଗୀତ 4ଟା ଲାଇଭ ଆମିନିସନ ମଧ୍ୟ ଜବତ ହେଇଛି। ଆଉ ଯୋଉ ମେନ୍ ଆକ୍ୟୁଜ୍ଡ ଅଛି ସେ ଗିରଫ ହେଇଛନ୍ତି। ସେ ଆଜି ଫରୱାର୍ଡ ହବ। ଆଉ ଯୋଉ ଜୁନେଲ ଅଛି ସେ ଜୁନେଲ ଜଷ୍ଟିସ ବୋର୍ଡକୁ ପ୍ରଡକ୍ସନ ମଧ୍ୟ ହବ। ଏ ସବୁ ମିଶିକି 2ଟା ଯାକ କେସ୍ରେ ସବୁ ଯୋଉ ସିଜ୍ ହେଇଛି ଆଉ ଆରେଷ୍ଟ ଟୋଟାଲ 5 ଜଣ ଆରେଷ୍ଟ ହେଇଛନ୍ତି। ଆଉ ଜଣେ ଜୁନେଲ ଡିଟେନ୍ ହେଇଛନ୍ତି। ଏମାନେ ସମସ୍ତ କୋର୍ଟ ଫରୱାର୍ଡ ହେଇଛନ୍ତି। ଯୋଉ ଆଗରୁ ଆରେଷ୍ଟ ହେଇଥିଲେ ସେମାନଙ୍କୁ ଏଇ କେସ୍ରେ ରିମାଣ୍ଡ ମଧ୍ୟ ଦିଆହବ, କାହିଁକି ତାଙ୍କର ବି ଇନଭଲ୍ଭ ଅଛି। ସେମାନେ ବି ଏ ବନ୍ଧୁକ ଉପଯୋଗ କରୁଥିଲେ ବୋଲି ଯାହା ଜଣାପଡୁଛି। ଏଇ କେସ୍ରେ ଆଉ ବି ଇନଭେଷ୍ଟିଗେସନ ଆଗକୁ ରହିବ। ଆଉ ଯୋଉମାନେ ଇନଭଲ୍ଭ ଅଛନ୍ତି ସେମାନଙ୍କୁ ପୋଲିସ ଖୋଜୁଛି, ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରା ପଡ଼ିବ।